ଆଜ୍ଞା ବନ୍ଧୁଗଣ, ଆମେ ସମସ୍ତେ ଏଇ ଗୋଟେ ସମାଜ ଭିତରେ ରହୁଛନ୍ତି। ଆଉ ଏ ସମାଜ ଭିତରେ ଯେତେବେଳେ ଆମେ ସାମାଜିକ ପ୍ରାଣୀ ହିସାବରେ ବଞ୍ଚୁଛନ୍ତି, ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ, ଏ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ରୂପେ ଆମେ ଗଣନା ହେଉଛନ୍ତି। ତ ଏ ସାଂସାରିକ ଜୀବନ ଭିତରେ, ଏ ସମାଜ ଭିତରେ ଆମେ ଯେତେବେଳେ ସାମାଜିକ ହିସାବରେ ବଞ୍ଚୁଛନ୍ତି, ତ ୟାରି ଭିତରେ ସମସ୍ତଙ୍କ ମଧ୍ୟରେ ଗୋଟେ ସମ୍ପର୍କ ନାମକ ଏକ ସୂତା ସମସ୍ତଙ୍କୁ ଆମକୁ ବାନ୍ଧିକି ରଖିଛି। ଯେଉଁ ସମ୍ପର୍କ ଆମକୁ ଗୋଟେ ବନ୍ଧନ ଆକାରରେ ଏ ସଂସାରକୁ ବାନ୍ଧିଛି। ଆଉ ଆମେ ସମସ୍ତେ ବାପା ମା ଭାଇ ଭଉଣୀ ଦାଦା ଖୁଡ଼ି ମାମୁଁ ମାଇଁ ଅଜା ଆଈ ଏମିତି କିଛି ସମ୍ପର୍କରେ ବଞ୍ଚନ୍ତି। କିନ୍ତୁ ଆଜିକା ସମୟରେ ସେ ସମ୍ପର୍କଟା ଟିକେ ବଦଳି ଯାଇଛି। କି ସମସ୍ତେ ତ ନୁହେଁ, ସମସ୍ତେ କହିବାଟା ଭୁଲ ହେଇଯିବ ବୋଧେ। କିଛି ଲୋକ ବା କିଛି ମନୁଷ୍ୟ ବା ମଣିଷ ରୋଜଗାର ପଛରେ ବ୍ୟସ୍ତବହୁଳ ଜୀବନ ଭିତରେ ବଞ୍ଚୁଥିବା ଲୋକମାନେ ସମ୍ପର୍କକୁ ଗୋଟେ ଅନ୍ୟତ୍ର ଭାବରେ ଆଡ଼େଇ ଦେଇଥାନ୍ତି। ବ୍ୟସ୍ତବହୁଳ ଜୀବନ, ଆଜିକା ଦିନରେ ତ ସମସ୍ତଙ୍କ ଭିତରେ ବ୍ୟସ୍ତବହୁଳ ଜୀବନ ବଞ୍ଚୁଛନ୍ତି। କିନ୍ତୁ ତାରି ଭିତରେ ବି ଅନେକ ଅଛନ୍ତି ବ୍ୟସ୍ତବହୁଳ ଜୀବନ ଭିତରେ ବଞ୍ଚିବା ସହ ନିଜ ପରିବାରକୁ ସମୟ ଦିଅନ୍ତି, ନିଜ ପିଲାମାନଙ୍କୁ ସମୟ ଦିଅନ୍ତି, ନିଜ ବାପା ମାଙ୍କୁ ସମୟ ଦିଅନ୍ତି। ଏମିତି କିଛି ସଂସାର ଚାଲେ। ତ ଏଇଠି ଗୋଟେ ଛୋଟିଆ କାହାଣୀ ଆପଣମାନଙ୍କୁ କହିବି, ବାପ ପୁଅର କାହାଣୀ। ତ এই କାହାଣୀଟା ଆପଣମାନେ ଶୁଣି ସାରିଲା ପରେ ଆପଣମାନେ ସେଇଠି ବୁଝିଯିବେ ବା ଆପଣମାନଙ୍କ ମନ ଭିତରେ ଗୋଟେ ବିରାଟ ପରିବର୍ତ୍ତନ ଆସିବ। ଆପଣମାନେ ଭାବିବାକୁ ବାଧ୍ୟ ହେବେ କି ପ୍ରକୃତରେ ଏଇଟା କ'ଣ ସମ୍ପର୍କ? ଲୋକମାନେ କ'ଣ ଏଠି ଏମିତି ବି ବଞ୍ଚନ୍ତି? ଆମେ କ'ଣ ସତରେ ଏଇଭଳି ଆଜିକା ଜୀବନରେ ବଞ୍ଚୁଛନ୍ତି? ତ କାହାଣୀଟି ଏମିତି କିଛି, ଗୋଟେ ଛୋଟ ପୁଅଟିଏ ତା ପରିବାରରେ ତା ବାପା ଆଉ ମା ଥାଆନ୍ତି। କିନ୍ତୁ ସେ ବାପା ମାଙ୍କ ଭିତରୁ ପୁଅଟି କେବେ ହେଲେ ତା ବାପାଙ୍କୁ ଦେଖିନି। ମାନେ ଏଠି ଦେଖିନି ଅର୍ଥ କହିବା ଅର୍ଥଟା ଟିକେ ଅଲଗା ପ୍ରକାରର। ମାନେ ପିଲାଟି ସକାଳୁ ଉଠିବ, ତା ନିତ୍ୟକର୍ମ ସାରି ସ୍କୁଲ ବାହାରିଲା ବେଳକୁ ବାପା ଶୋଇଥିବେ। ଆଉ ଯେତେବେଳେ ପିଲାଟି ସ୍କୁଲରେ ଯିବ, ତାର ପଢ଼ାପଢ଼ି କରିବ ବା ତାର ଦୈନନ୍ଦିନ ଜୀବନରେ ଯେମିତି ସ୍କୁଲ ଯାଏ, ଯିବ, ତାର ସେଠି ତା କାମ କରିବ। ଆଉ ସ୍କୁଲରୁ ଫେରିଲା ବେଳକୁ ବାପା ଘରେ ନଥିବେ ବା ପ୍ରତ୍ୟେକ ଦିନ ତା ଦୈନନ୍ଦିନ ଜୀବନର ଯାହା ବି କିଛି କାମ ଅଛି, କାମ ସାରି ଯେତେବେଳେ ସନ୍ଧ୍ୟା ହୁଏ, ରାତି ହୁଏ, ସେ ତା ବାପାଙ୍କୁ କେବେ ଦେଖିବାକୁ ପାଏନି। ତା ବାପା ଆସିଲା ବେଳକୁ ପିଲାଟି, ଛୋଟ ପିଲାଟିଏ, ଶୋଇଯାଇଥାଏ। ଛୋଟ ପିଲାଟା ନା, ବେଶୀ ସମୟ ଚାହେଁନି। ତା ଦୈନନ୍ଦିନ ଜୀବନର କାର୍ଯ୍ୟ ସାରିକି ସେ ପୁଣି ଶୋଇଯାଏ। ଏମିତି ପ୍ରତ୍ୟେକ ଦିନ ଚାଲିଥାଏ। ଗୋଟେ ଦିନ ପିଲାର, ସେ ଛୋଟ ପୁଅଟିର ସ୍କୁଲରେ ଫଙ୍କସନ୍ ହେଉଥିଲା। ତ ତାରି ଭିତରେ ସମସ୍ତଙ୍କ
ବାପା ମା ଯାଉଥାନ୍ତି, କିନ୍ତୁ ଏଠି ସେଇ ପିଲାଟି, ଛୋଟ ପିଲାଟି ତା ବାପାଙ୍କୁ ସେଇ ସମୟରେ ତାର ବାପାଙ୍କର ଅନୁପସ୍ଥିତିଟାକୁ ସେ ଦେଖୁଛି। ସେ ଏକା ହେଇଯାଉଛି ସେଠି। ସିଏ ଅନ୍ୟ ପିଲାମାନଙ୍କର ବାପା ମା ମାନଙ୍କୁ ଦେଖିକି ସିଏ ନିଜ ଭିତରେ ବାପାଙ୍କ ଅନୁପସ୍ଥିତିଟାକୁ ଅନୁଭବ କରୁଛି। ଠିକ୍ ସେଇଦିନ ସେ ଆସିକି ତା ମାଆଙ୍କୁ କୁହେ, କ'ଣ କେବେ ବାପାଙ୍କୁ ମୁଁ ମୋ ସହ ସମୟ ବିତାଇବାର ଦେଖୁନି। ବାପା ଏମିତି କ'ଣ କରୁଛନ୍ତି କି? ଏହା ଭିତରେ ମା ମଧ୍ୟ ସେଇ କଥାକୁ ଚିନ୍ତା କରୁଛନ୍ତି। ତ ସେଦିନ ରାତିରେ ଯେତେବେଳେ ସେଇ କୁନି ପିଲାଟିର ବାପା ଫେରିଛନ୍ତି, ଏଇଠି ମା ଜଣକ ମଧ୍ୟ ସେଇ ସମାନ ଢଙ୍ଗରେ ତା ବାପାଙ୍କୁ କହିଛନ୍ତି କି ତୁମେ ସେଇ ପୁଅକୁ ବା ଏଇ ପିଲାଟିକୁ ସମୟ ଟିକେ ଦିଅ, କି ସେ ପିଲାଟି ସହ ମିଶିବା ପାଇଁ କିଛି ସମୟ ବାହାର କର। ତ ଏଇଠି ବାପା ଜଣକ ସ୍ୱାଭାବିକ ଭାବେ ଚିଡ଼ି ଯାଇଛନ୍ତି। ତ ସେଇଠି କହିଛନ୍ତି, ଯାହା ବି ରୋଜଗାର କରୁଛି ବା ଯାହା ବି କାମ କରୁଛି କେବଳ ମୋର ପୁଅ ପାଇଁ ବା ମୋର ଏଇ ପିଲା ପାଇଁ। ତ ତା ଭବିଷ୍ୟତ ମୁଁ ଦେଖୁଛି, ତା ସୁନ୍ଦର ଜୀବନକୁ ମୁଁ ଦେଖୁଛି। ସେଇଥିପାଇଁ ତ ମୁଁ ରୋଜଗାର କରୁଛି। ମୁଁ ତ କେବଳ ତାରି ପାଇଁ ହିଁ ରୋଜଗାର କରୁଛି। ସେଇଠୁ ଧୀରେ ଧୀରେ ପରିବେଶ ପ୍ରକୃଷ୍ଠିତ ହୁଏ। ତ ଗୋଟିଏ ଦିନ ପିଲାଟି ତାଙ୍କ ଡ୍ରଇଂ ରୁମ୍ରେ ରାତି ପାଖାପାଖି 10ଟା ପରେ ହେଇଯାଇଥାଏ, ବାପାଙ୍କୁ ଅପେକ୍ଷା କରିଥାଏ କି ଶୋଇ ନଥାଏ। ସେଦିନ ପିଲାଟିର ବାପା ସ୍ୱାଭାବିକ ଭାବରେ ଲେଟ୍ ନାଇଟ୍ରେ ଫେରନ୍ତି ବା ରାତି ବହୁତ ହେଲା ପରେ ଫେରୁଛନ୍ତି। ତ ଏଇଠି ଦେଖୁଛନ୍ତି ତାଙ୍କ ପୁଅଟି ଶୋଇ ନାହିଁ। ତ ବାପା ଜଣକ ପଚାରୁଛନ୍ତି କି, ବାବାରେ ଶୋଇନୁ କି? ସେ ଏଇଠି ପିଲାଟି ପଚାରୁଛି କି, ବାପା ଆପଣଙ୍କର ଗୋଟେ ଘଣ୍ଟାକୁ ରୋଜଗାର କେତେ? ଏଇଠି ବାପା ଟିକେ ଚିଡ଼ି ଯାଇ କହୁଛନ୍ତି, ଛୋଟ ପିଲା ଏସବୁ କଥା, ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହଁ। ତ ତାପରେ ପିଲାଟି ମନ ଦୁଃଖ କରିଛି। ତ ତାରି ପରେ ମନ ଦୁଃଖ କରି ଯାଇ ତା ବେଡରୁମକୁ ଯାଇକି ଶୋଇ ପଡ଼େ। ତ ଏହାରି ଭିତରେ ସେଇ ବାପା ଜଣକ ତାଙ୍କ ନିତ୍ୟକର୍ମ ସାରିକି ତାଙ୍କ ପୁଅଙ୍କ ପାଖକୁ ଯାଇକି ଦେଖନ୍ତି ପୁଅଟି ଶୋଇ ପଡ଼ିଥାଏ, ଆଉ ପୁଅକୁ ଆଉଁସି ଦେଉଥାନ୍ତି, ମୁଣ୍ଡ ପାଖରେ ଟିକେ ଆଉଁସି ଦେଉଥାନ୍ତି। ଏଇଠି ଟିକେ ଛାୟା ନିଦ ହେଇ ଆସିଥାଏ, ପୁଅଟି ପୁଣି ଉଠେ। ତ ଏଇଠି ବାପା ଜଣକ କୁହନ୍ତି, ଯଦି ସେତେବେଳେ ପଚାରୁଥିଲୁ କି ମୋ ଗୋଟେ ଘଣ୍ଟାର ରୋଜଗାର କେତେ, ତ ମୁଁ ଏଇଠି ତତେ କହୁଛି, ମୋର ଗୋଟେ ଘଣ୍ଟାର ରୋଜଗାର ହେଉଛି 1000 ଟଙ୍କା। ତ ଏଇଠି ଯେତେବେଳେ ସେ ଶୁଣୁଛି 1000 ଟଙ୍କା, ତ ତା ବାପାଙ୍କୁ ଯାଇକି ମାଗୁଛି, ମୋତେ 200 ଟଙ୍କା ଦିଅ। ବାପା ସେଇଠି ତାକୁ ତାଗିଦ କରି କହୁଛନ୍ତି, ଛୋଟ ପିଲା, ପଇସା ଦେବା କଥା ନୁହଁ, ତ ତେଣୁ ଦେବି ନାହିଁ। ଏହାରି ଭିତରେ କିଛି ସମୟ ଯାଇଛି, ପୁଣି ପିଲାଟିକୁ ବାପା ତାଙ୍କ ସ୍ୱଇଚ୍ଛାରେ 200 ଟଙ୍କା ଦେଉଛନ୍ତି। ଆଉ 200 ଟଙ୍କା ଦେବା ପରେ ପିଲାଟି ଉଠି ଯାଇ ତକିଆ ତଳୁ କିଛି ଟଙ୍କା ଆଣୁଛି
100 ଟଙ୍କିଆ 200 ଟଙ୍କିଆ 10 ଟଙ୍କିଆ 50 ଟଙ୍କିଆ ଏମିତି କିଛି ଆଣିକି ଏ 200 ଟଙ୍କା ମିଶାଇ ତାକୁ ଗଣୁଛି। ଗଣିଲା ପରେ ତା ପାଖରେ ଠିକ୍ 1000 ଟଙ୍କା ହେଇଯାଉଛି। ଆଉ ଏ 1000 ଟଙ୍କାକୁ ତା ବାପାଙ୍କ ହାତକୁ ବଢ଼େଇ ଦେଇକି କହୁଛି, ଆଗାମୀ ନୂଆ ବର୍ଷରେ ମୋତେ ଗୋଟାଏ ଘଣ୍ଟା ସମୟ ଦେବେ, ଆଉ ଆପଣଙ୍କର ସେ ଗୋଟାଏ ଘଣ୍ଟାର ଆୟ 1000 ଟଙ୍କା ନିଅନ୍ତୁ। ତ ସେଇଠି କହୁଛି ପିଲାଟି କି ମୋ ସାଙ୍ଗସାଥି ମୋ ସାଙ୍ଗମାନଙ୍କର ବାପା ମା ମାନେ ତାଙ୍କ ପିଲାଙ୍କ ସହ ମିଶୁଛନ୍ତି, ଖେଳୁଛନ୍ତି, ଏସବୁ କଥା ଆସିକି ମୋ ସାଙ୍ଗମାନେ ଯେତେବେଳେ କହୁଛନ୍ତି, ତ ଏସବୁ ଶୁଣିକି ମୋ ଭିତରେ ବି ଇଚ୍ଛା ହୁଏ କି ମୋ ବାପା ମୋ ସାଙ୍ଗରେ ଖେଳନ୍ତି କି, ମୋ ବାପାଙ୍କ ସାଙ୍ଗରେ ମୁଁ ଖେଳନ୍ତି କି, ବାପାଙ୍କ ସାଙ୍ଗରେ ବସି ଖାଆନ୍ତି କି। ଏହାରି ଭିତରେ ବାପା ଜଣକ ଟିକେ ଭାବ ବିହ୍ୱଳ ହେଇଯାଇଛନ୍ତି। ଭାବ ବିହ୍ୱଳ ହେଇକି ପୁଅଟିକୁ ଜାବୁଡ଼ି ଧରିଛନ୍ତି ଆଉ ଜାବୁଡ଼ି ଧରି ଏଇଠି ଅନୁତାପ କରୁଛନ୍ତି। ପ୍ରକୃତରେ କଥାଟା ନିଶ୍ଚିତ ସତ୍ୟ। ତ ଏଇଠି କାହାଣୀଟା ସରୁଛି। ତ ଏଇ କାହାଣୀଟା କହିବାର କାରଣ ଏଇଟା କି ଆଜିକା ଦୁନିଆରେ ସମସ୍ତେ ବ୍ୟସ୍ତବହୁଳ ଜୀବନ ଭିତରେ ଥାଆନ୍ତୁଳ ଜୀବନ ଭିତରେ ସମସ୍ତେ ତ ରୋଜଗାର କରୁଛନ୍ତି, କିନ୍ତୁ ତାରି ଭିତରେ ଆମେ ଆମ ପରିବାରକୁ ସମୟ ଦେବାର ଅଛି। ତ ଆମ ପିଲାମାନଙ୍କ ପାଇଁ, ଆମ ପରିବାର ପାଇଁ ଆମେ କିଛି ସମୟ ଦେବା, ଆଉ ପିଲାମାନଙ୍କୁ ସ୍ନେହରୁ ତାଙ୍କୁ କେବେ ବି ବଞ୍ଚିତ କରିବାନି। ନିଜ ବାପା ମାଙ୍କର ସ୍ନେହ ଭଲ ପାଇବାରୁ ସେ ପିଲାମାନଙ୍କୁ କେବେ ବି ବଞ୍ଚିତ କରିବାନି। ସମସ୍ତେ ତ ରୋଜଗାର କରିବେ, ସମସ୍ତଙ୍କ ଜୀବନ ତ ବ୍ୟସ୍ତବହୁଳ ଜୀବନ। ଆଜିକା ସମୟରେ ସମସ୍ତଙ୍କ ଜୀବନ ବ୍ୟସ୍ତବହୁଳ ଜୀବନ। ସମସ୍ତେ ବି ରୋଜଗାର କରୁଛନ୍ତି, କିନ୍ତୁ ରୋଜଗାରର ପଛରେ ଗୋଡ଼େଇକି ଯେ ଆମର ପରିବାର, ଆମର ପିଲା, ଏମାନଙ୍କୁ ଅଣଦେଖା କରିବାଟା କେବେ ବି ଠିକ୍ ନୁହଁ।